ଆମ୍ଭମାନଙ୍କର ପ୍ରିୟର ସ୍ୱାଧୀନ ପ୍ରଚାରକ ସ୍ୱର୍ଗତ ବେଞ୍ଜାମିନ ପାଲଙ୍କର ବିଷୟରେ କିଛି ଅଭୁଲା ସ୍ମୃତି ସହ ତାଙ୍କ ସଂକ୍ଷିପ୍ତ ଇତିହାସର ବିବରଣୀ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ। ଗଜପତି ଜିଲ୍ଲାର ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ଏକ କ୍ଷୁଦ୍ର ମଣ୍ଡଳୀର ସଭ୍ୟ ସ୍ୱର୍ଗତ ଶ୍ରୀ ବେଞ୍ଜାମିନ ପାଲ ତା 10/4/1963 ତାରିଖରେ ଭ୍ରମରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସ୍ୱର୍ଗତ ସାମୁଏଲ ପାଲ, ମାତା ନେତୁକା ପାଲ। ପରିବାରରେ ସର୍ବମୋଟ 3 ଭାଇ ଓ 2 ଭଉଣୀ ଥିଲେ। ସ୍ୱର୍ଗତ ପାଲ ପରିବାରର ସାନ ପୁଅ ଥିଲେ। ଦୀର୍ଘ 60 ବର୍ଷ ପୂର୍ବେ ପରିବାରର ଆର୍ଥିକ ଅନାଟନ ଶୋଚନୀୟ ଅବସ୍ଥା ଥିଲାବେଳେ ସ୍ୱର୍ଗତ ପାଲ ତାଙ୍କ ପିତାମାତାଙ୍କ ସହ ବିଭିନ୍ନ ଆଦିବାସୀ ଗ୍ରାମ ମଧ୍ୟକୁ ଯାଇ ଛୋଟ ବ୍ୟବସାୟ କରି ପରିବାର ମଧ୍ୟରେ ପେଟ ପୋଷଣ କରି ଆସୁଥିଲେ ଏବଂ ବିଭିନ୍ନ ସମୟରେ ଭଣ୍ଡାରୀ ଭାବରେ ମଧ୍ୟ ଗ୍ରାମର ପିଲାମାନଙ୍କର ଚୁଟି କାଟି ଦେଉଥିଲେ। ଏହିପରି ସମୟରେ ଭ୍ରମରପୁର ଗ୍ରାମର ଆର ଉଦୟଗିରି ମଣ୍ଡଳୀର ଦିକନ ସ୍ୱର୍ଗତ ମନୋହରି ସିଂ ଓ ଝାଲେର ସିଂ ଗ୍ରାମର ପ୍ରଚାରକ ଶ୍ରୀ ରାଜେନ୍ଦ୍ର ପାଣି 1982 ସାଲରେ ସ୍ଥାନୀୟ ଗ୍ରାମର ପ୍ରଥମ କାର୍ଯ୍ୟ ଆରମ୍ଭ କରିଥିଲେ। ସେହି ସମୟରେ 1982 ସାଲରେ ସ୍ୱର୍ଗତ ହନକ ବିଷୋଇ ଓ ସୁଭାଷିନୀ ପାଳଙ୍କ ଗୃହରେ ପ୍ରାର୍ଥନା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ସମୟରେ 4 ଜଣ ବ୍ୟକ୍ତି ଅର୍ଥାତ୍ ସ୍ୱର୍ଗତ ମନୋହରି ସିଂ, ପ୍ରଚାରକ ରାଜେନ୍ଦ୍ର ପାଣି, ସ୍ୱର୍ଗତ ହନକ ବିଷୋଇ ଓ ସୁଭାଷିନୀ ବିଷୋଇଙ୍କ ପ୍ରାର୍ଥନାରେ ଅନୁପ୍ରାଣିତ ହୋଇ ସ୍ୱର୍ଗତ ବେଞ୍ଜାମିନ ପାଲ ପ୍ରାର୍ଥନାରେ ଯୋଗ ଦେଇ 1982 ସାଲରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରି ନିଜ ଜୀବନ ଓ ମନକୁ ପରିବର୍ତ୍ତନ ଆଣିଥିଲେ ଏବଂ ପାଳକ ସିନ୍ଧୁ ପାଣିଙ୍କ ଦ୍ୱାରା ବାପ୍ତିସ୍ମ ଗ୍ରହଣ କରିଥିଲେ। ସ୍ୱାଧୀନ ପ୍ରଚାରକ ବେଞ୍ଜାମିନ ପାଲ ବିଦ୍ୟାଳୟରେ ପାଠ ପଢ଼ିନଥିଲେ, କିନ୍ତୁ ମନ ପରିବର୍ତ୍ତନ ପରେ ସୁସମାଚାର କାର୍ଯ୍ୟ ନିମନ୍ତେ ଶ୍ରୀ ହାନକ ବିଷୋଇ ଓ ସୁଭାଷିନୀ ବିଷୋଇଙ୍କ ଶିକ୍ଷାରେ ଆଗକୁ ବଢ଼ିଥିଲେ ଏବଂ ପାଳକ ସ୍ୱର୍ଗତ ପ୍ରେମରଞ୍ଜନ ପ୍ରଧାନ, ପାଳକ ଜୁନସ ଲୋହରା, ସ୍ୱର୍ଗତ ସ୍ୱାଧୀନ ପ୍ରଚାରକ ପ୍ରତାପ ଚନ୍ଦ୍ର ପାଣି, ପାଳକ ସୁବୋଧ ପରିଛା, ପାଳକ ଯୋଶୀୟ କାଉଁରୀ, ପାଳକ ଯୋଥାମ କାଉଁରୀ ଏବଂ କେତେକ ଭଉଣୀମାନଙ୍କୁ ନେଇ ଏକ ପ୍ରାର୍ଥନା ଦଳ ଗଠନ କରି ସ୍ୱର୍ଗତ ସାମସନ ପ୍ରଧାନଙ୍କ ଗୃହରେ ପ୍ରାର୍ଥନାର ଆରମ୍ଭ କରିଥିଲେ। ପରେ ପରେ ସ୍ୱର୍ଗତ ବେଞ୍ଜାମିନ ପାଲ ଏବଂ କନ୍ଧମାଳ ଜିଲ୍ଲାର ମାଳିକାପଡ଼ି ବାପ୍ଟିଷ୍ଟ ମଣ୍ଡଳୀର ପାଳକ ସୁବୋଧ ପରିଛାଙ୍କ ସହ ସୁସମାଚାର କାର୍ଯ୍ୟ ନିମନ୍ତେ ସ୍ୱାଧୀନ ପ୍ରଚାରକ ଭାବରେ କେତେକ ଗ୍ରାମ ଅର୍ଥାତ୍ ଝମ୍ପାପୁର, ବିଶ୍ରିଙ୍ଗ, ପଡ଼ାଗୁମା ଏବଂ ବିଭିନ୍ନ ଗ୍ରାମକୁ ଯାଇ ସୁସମାଚାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପରେ ସୁସମାଚାର କାର୍ଯ୍ୟ କରୁ କରୁ ପଡ଼ାଗୁମା ଗ୍ରାମର ପ୍ରାର୍ଥନାଶୀଳ ଭଉଣୀ ଶ୍ରୀମତୀ ମରିୟମ ପାଣିଙ୍କୁ 1986 ମସିହାରେ ବିବାହ କରିଥିଲେ। ତତ୍ପରେ ସୁସମାଚାର କାର୍ଯ୍ୟ ନିମନ୍ତେ ବଡ଼ପଦା ମଣ୍ଡଳୀରେ ଦୀର୍ଘ ବର୍ଷ ରହି ସୁସମାଚାର କାର୍ଯ୍ୟ କରିବା ସହ ତାଣ୍ଡିଗୁଡ଼ା ସମାଜରେ ମଧ୍ୟ କିଛି ମାସ ରହି ସୁସମାଚାର କାର୍ଯ୍ୟ କରୁଥିଲେ। ସ୍ୱର୍ଗତ ପାଲ ଏକ ସରଳ, ନମ୍ର, ବିଶ୍ୱସ୍ତ, ନିଷ୍କପଟ, ସତ୍ୟବାଦୀ, ସନ୍ତ ଏବଂ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କ ଦୀର୍ଘ 40 ବର୍ଷ ସେବା କାର୍ଯ୍ୟ ମଧ୍ୟରେ ଜାଗତିକ ଭାବରେ ଶିକ୍ଷାଗତ ଯୋଗ୍ୟତା ନଥିଲେ ମଧ୍ୟ ଆତ୍ମିକ ଭାବରେ ବାକ୍ୟ ଅନୁସାରେ ଈଶ୍ୱରଙ୍କ ଶକ୍ତିରେ ବାଇବଲ ଅଧ୍ୟୟନ, ବାକ୍ୟରେ ନିପୁଣ ଏବଂ ଗୀତଗାନ, ବାଦ୍ୟବାଦକ ଆଶ୍ଚର୍ଯ୍ୟ ଥିଲା। ତାଙ୍କର ଗୀତଗାନ, ବାଦ୍ୟ ଦ୍ୱାରା ଉପାସନା ସମୟରେ ଉଦ୍ଦୀପନା ମୁଖ୍ୟତଃ ଆମ ଗଜପତି ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସୁସମାଚାରର ପ୍ରଚାରକ ଭାବରେ ବିଭିନ୍ନ ହଜାତ୍ମାମାନଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ କରାଇଥିଲେ। ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀରେ
ସ୍ୱାଧୀନ ପ୍ରଚାରକ ଭାବେ ସେ ଥିଲେ ଅନ୍ୟତମ। ସ୍ଥାନୀୟ ମଣ୍ଡଳୀର ତାଙ୍କର ବାକ୍ୟ, ବାଦ୍ୟ, ଗୀତଗାନ, ପରାମର୍ଶ ଓ ଆଦର୍ଶ ଶିକ୍ଷା ଆଜି ଚିରସ୍ମରଣୀୟ। स्वर्गीय बेंजामिन पाल वियोग अत्यंत दुखित। मृत्यु पूर्व अवश्य थर जाइली जीवंत भाव कथबार्ता होकर आसती से कहले मत कहले आज्ञा मु पलैबी कहले बाहा पूर्व परिवर्तन हेले प्रभु सेवा कले बाहला स्वाधीन प्रचारक भाव दीर्घ वर्ष से परिश्रम कर प्रचार करी स्थाने स्थाने ग्रामे ग्रामे रिवाइवल आनिबारे से प्रकृत भाव में शक्तियुक्त थे। आई प्रभु को धन्यवाद दूसरी जे अभाव अनाटन दारिद्र्यतार से ए स्वाधीन प्रचारक सेवा छाड़ी दिखती। तेणु प्रभु गौरवान्वित हूँ। वियोग आम केवल नुह अनेक वीर आत्मागण क्षतिर विषय। स्थाने स्थाने से निजे गाउले निजे बजाऊले एमती बजेबे तुल्य बजेबा लोक कहीं ना एमती वाद्यकार को वाक्य कहे गीत गाइबे बजेबे वाक्य कहबार शैली अलग थिला प्रकृत आकर्षणीय थिला किसी भावपूर्ण विषय से प्रचार करते। तेणु प्रभु परिवार को आशीर्वाद करूँ दुखी परिवार को अपूरणीय क्षति प्रभु सहवर्ती हूँ पुओ झी मान स्त्री को आशीर्वाद। प्रभुଙ୍କ ଦାସ ବେଞ୍ଜାପାଲ ଆଜ୍ଞାଙ୍କର ନିଧନ ଏକ ଦୁଃଖପୂର୍ଣ୍ଣ ଘଟଣା ଘଟିଗଲା। ଆଉ ସମ୍ମିଳନୀ ପାଇଁ ଗଜପତି ପାଇଁ ଓଡ଼ିଶା ଖ୍ରୀଷ୍ଟିଆନ ସମାଜ ପାଇଁ ଏହା ଅପୂରଣୀୟ କ୍ଷତି ଅଟେ। ଏକ ମହାନ ପ୍ରଭୁଙ୍କ ଦାସ ସେ ଥିଲେ। तांको सेवा अमल बहुत लोक परित्राण पाई उद्दीपित होती पवित्र आत्मा को आस्वादन करुँच देखी एवं निजे द्वारा अनेक प्रेरणा पाई। निधन हेबा आम समाज पाई एक बहुत बड़ क्षति। तेणु आमर प्रार्थना कामना प्रभु सेपरी महान दास मान को निश्चय ठिया करंतु जो द्वारा ख्रीष्ट मंडली जो अभाव अच्छी उद्दीपनार ताहा पूरण हो। शोकाकुल परिवार को प्रभु सांत्वना दियंतु। ग्राम निवासी को सम्मिलनी को जेते तांको क्षति रे तांको निधन रे दुख रे अछंती प्रभु को सांत्वना प्रभु प्रदान करो। मो ये सांत्वनार कथा कहवाक चाहे आमने अत्यंत भांगी न पड़ू शोकाकुल न हो दुख तो लगुच किंतु प्रभु ठारे मोर भरोसा अच्छे यह कहीकि मोर संक्षिप्त सांत्वना वार्ता स्मृतिर वार्ता को मोर धन्यवाद। अनुताप गीत प्रत्येक हृदय को भांगी दौला कठिन मन हेले गीत प्रत्येक चक्षुरे लुह झरुला अनुताप आसुला। आज से लोक आम गहन चली जाने संभाली पारना एपरी लोक को आम पाइबार कष्टकर वर्तमान जुगरे गोटे काठ भिड़ा मधुर गोटे खिला खोसी गले जे काठ ढिला हो जाए बंधा लज हो जाए। आज ए भिड़ा मधुर गोटे खसी गला मु राति कहूली गोटे खसी गला खिला लुज आसी गला मो मध्य। प्रभु पितर को जो दान देइथिले पाल को से दान देइथिले तांको द्वारा अनेक लोक परित्राण पाइछन्ति तांको द्वारा अनेक लोक पवित्र आत्मा रे पूर्ण होइछन्ति। से परित्राण जनक वाक्य प्रचार करिवे ताको प्रभु गीत गाइबार टैलेंट देइथिले। से जे बड़े गीत गांती लोक माने भग्न चूर्ण हे पवित्र आत्मा को शक्ति के अनुभव करंती तांको से दान देइथिले।
ତାଙ୍କୁ ଆହୁରି ଗୋଟେ ଦାନ ଦେଇଥିଲେ ଦାଉଦଙ୍କ ପରି ବାଜା ବଜେଇବା ପାଇଁ। ସେ ଯୋଉ ବାଦ୍ୟ ବଜେଇବେ ବିଭିନ୍ନ ସ୍ଥାନରେ ଆତ୍ମାଙ୍କର ଉଦ୍ଦୀପନା ହେବ, ଲୋକମାନେ ଆତ୍ମାରେ ନାଚୁଥିବେ, ଏପରି ବାଦ୍ୟ ତାଙ୍କୁ ଦାନ ଦେଇଥିଲେ ପ୍ରଭୁ। ସହିତ ମିଳିମିଶି ସେବା କାର୍ଯ୍ୟ କରି ଆସିଛନ୍ତି। ତାଙ୍କ ବିୟୋଗରେ ଆମେ ବହୁତ ମର୍ମାହତ ହଉଛୁ। ଆମେ ପ୍ରାର୍ଥନା କରୁଛୁ ସେମିତି ଜଣେ ଯୋଦ୍ଧାକୁ ପ୍ରଭୁ ଆମକୁ ଦିଅନ୍ତୁ, ଯେପରି ଆମେ ସମ୍ମିଳନୀରେ ଆମେ ଯାହାଙ୍କ ପାଇଁ ପ୍ରାର୍ଥନା ମିଟିଂ, ଯାହାଙ୍କ ପାଇଁ ଉଦ୍ଦୀପନା ରିଭାଇଭେଲ, ଆଜି ଏପରି ଗୋଟେ ରିଭାଇଭେଲ ଉଦ୍ଦୀପନାର ଦୀପ ଲିଭିଗଲା ଆଜ୍ଞା। ଅନେକ ଲୋକ ସେବା କାର୍ଯ୍ୟ କରୁଛନ୍ତି, ଅନେକ ବାକ୍ୟ ପ୍ରଚାର କରୁଛନ୍ତି, କିନ୍ତୁ ତାଙ୍କୁ ପ୍ରଭୁ ତ ସ୍ୱତନ୍ତ୍ର ଦାନ ଦେଇଥିଲେ। ସେ ଆମଠାରୁ ଆଜି ଚାଲି ଯାଇଛନ୍ତି, ସେଥିପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ। ଅମୁକ ଜାଗାକୁ ବାହାରିଲୁ କି ଅମୁକ ଜାଗାକୁ ବାହାରିଲୁ କି, କେମିତି ଯିବା? ବସରେ ଯିବା ନା କୋଉଠି ଯିବା ନା? ଗଜପତିରେ ଯେଉଁ ସ୍ଥାନରେ ବି ପ୍ରାର୍ଥନା ମିଟିଂ ସଭା ହେବ, ସେ ସ୍ଥାନରେ ସ୍ୱର୍ଗତ ବେଞ୍ଜାମିନ ପାଲଙ୍କ ନାମ ଚିର ସ୍ମରଣୀୟ ହୋଇ ରହିଥିବ। ହଁ, ଚିର ସ୍ମରଣୀୟ ହୋଇ ରହିଥିବ।